ଜଗନ୍ନାଥ ସାଙ୍ଗମାନେ ମୁଁ ସକାଳୁ ଉଠି ପଳାଇଥିଲି ୱାର୍କସପ୍କୁ ଆସିକି ଦେଖିଲି କାମ କରୁଛନ୍ତି ୱାର୍କରମାନେ। ତାପରେ ମୁଁ ଟିକେ ବାହାରି ପଡ଼ିଲି ରୟାଲ ଏନଫିଲ୍ଡ ସୋରୁମ୍କୁ ଯାଇକି ଦେଖେ ତ ମୋ ଗାଡ଼ିକି ମୁଁ କେଉଁଠି ପାଇଲିନି। ଭିତରେ ଦେଖିଲି, ବାହାରେ ବି ଦେଖିଲି, ପାଇଲିନି। ତାପରେ ମୋତେ ସେମାନେ କହିଲେ ଆଉଟର ସାଇଡ଼୍ରେ ଗାଡ଼ି ଥୁଆ ହେଇଛି। ତାପରେ ଗାଡ଼ିକି ମୁଁ ଯାଇ ଦେଖିଲି, ଗାଡ଼ିକି ଚେକ୍ କଲି। ପଚାରିଲା ବେଳକୁ ସେମାନେ କହିଲେ ଯେ ଗାଡ଼ିର କାମ ହେଇନି। ତାପରେ ମୁଁ ଆଉ ନ ରହି ସେଠି ଘରକୁ ରିଟର୍ନ ଆସିଲି ହେରି। ତାପରେ ସନ୍ଧ୍ୟାବେଳେ ମୋତେ ଫୋନ୍ ଆସିଲା ଯେ ଆସନ୍ତୁ, ଆପଣଙ୍କ ଗାଡ଼ି କାମ ହେଇଯାଇଛି, ଆପଣ ଆସିକି ନେଇଯାଆନ୍ତୁ। ତାପରେ ସନ୍ଧ୍ୟାବେଳେ ମୁଁ ପହଞ୍ଚିଲା ବେଳକୁ ଦେଖିଲି ଗାଡ଼ି କାମ ପୁରା କମ୍ପ୍ଲିଟ୍ ହେଇଯାଇଛି। ତାପରେ ମୁଁ ଗାଡ଼ିକି ନେଇ ବାହାରି ପଡ଼ିଲି ଟିକେ ନାକୁ ଟେଷ୍ଟ ରାଇଡ଼୍ କଲା ପରେ ମୋତେ ବହୁତ ଭଲ ଲାଗିଲା। ବ୍ରେକ୍ ଫ୍ରେକ୍ ସବୁ କାମ କରୁଥିଲା ଠିକ୍ସେ। କମ୍ପ୍ଲିଟ୍ ତ କାମ ହେଇନଥିଲା, ଆଉ କିଛିଟା ଇସ୍ୟୁ ଥିଲା। ସେମାନେ କହିଲେ ନେକ୍ସଟ ସର୍ଭିସରେ ଆମେ ଏଇଟା କମ୍ପ୍ଲିଟ୍ କରିଦେବୁ, କାହିଁକିନା ଗାଡ଼ିରେ ମୋର କିଛି ନୂଆ ଜିନିଷ ବି ଲାଗିବାର ଥିଲା। ସେଗୁଡ଼ାକ ସେମାନେ କହିଲେ ବି ଅର୍ଡ଼ର କରିଦେବୁ ଆମେ, ନେକ୍ସଟ ସର୍ଭିସରେ ସବୁ ଗାଡ଼ିରେ ଲାଗିଯିବ। ଆଉ ମୁଁ ବି ତାଙ୍କୁ କହିଲି ଯଥାଶୀଘ୍ର ଟିକେ ଅର୍ଡ଼ର କରିଦିଅନ୍ତୁ, କାହିଁକିନା ଆଉ ଅଳ୍ପ ଦିନ ଭିତରେ ମୋତେ ଲଙ୍ଗ୍ ରାଇଡ଼୍ରେ ଗୋଟେ ବାହାରିବାର ଅଛି। ଏମିତି ଛୋଟ ଛୋଟ କଣ୍ଟେଣ୍ଟ ଆଗକୁ ବି ଆସିବ। ମୋତେ ସପୋର୍ଟ କରିବା ପାଇଁ ଟିକେ ଲାଇକ୍ କରିଦିଅନ୍ତୁ, ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ ବି କରିଦିଅନ୍ତୁ। ଆଉ ମୋର ବି ଯଦି କିଛି ଇମ୍ପ୍ରୁଭ୍ କରିବାର ଅଛି ମୋତେ କମେଣ୍ଟ ମାଧ୍ୟମରେ ବି କୁହନ୍ତୁ।